ଭଗବାନଙ୍କ ଦୟାରୁ ୟୁଟ୍ୟୁବ ଫ୍ୟାମିଲି ତରଫରୁ ମୋ ବୋଉକୁ ବହୁତ ସାରା ଆଶୀର୍ବାଦ ମିଳୁ। ନମସ୍କାର, ମୁଁ ପ୍ରଭା ସ୍ୱାଗତ କରୁଛି ମୋ ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲକୁ। ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଆଜି ଆମ ପୁଅର ଜନ୍ମଦିନ। ସକାଳ ପାଖରୁ ରାତି ହେଲାଣି ସେ ମନ ଦୁଃଖ କରିକି ରହିଛି। ଏହା ପଛରେ ବି କାରଣ ଅଛି। କାରଣଟି ହେଲା ସମସ୍ତେ ଭାବିବେ ଯେ ପିଲାଟି ମନ ଦୁଃଖରେ ଅଛି, ବହୁତ ସାରା ଗିଫ୍ଟ କଲେ ତା ଜନ୍ମଦିନରେ ସେ ଖୁସି ରହିବ। ବହୁତ ଚାଲାକ ଆଉ ବହୁତ ଦୁଷ୍ଟ ବି। ତା ଚାଲାକ ଆଉ ତା ଦୁଷ୍ଟ ଶୁଣିଲେ ମୁଣ୍ଡରେ ହାତ ଦେବେ। ତା ଦୁଷ୍ଟାମି ବିଷୟରେ ପରେ ମୁଁ ଆଉ ଗୋଟେ ଭିଡ଼ିଓରେ ସେୟାର କରିବି। ଆଉ ଜାଣିଛନ୍ତି, ଯେତେବେଳେ କେକ୍ କଟା ହେଲା ପ୍ରଥମେ ସେ କେକ୍ କାହାକୁ ଖୁଆଇଲା? ତା ବାପା ମାଆଙ୍କୁ ଖୁଆଇଲାନି, ତା ମାମୁଁକୁ ଖୁଆଇଲା। ମାମୁଁ ହେଉଛି ତାର ହାର୍ଟ। ମାମୁଁ ପାଇଁ ସେ ବିଗିଡ଼ିଗଲା। ସମସ୍ତେ ଆମେ ଡିସାଇଡ଼୍ କଲୁ ଯେ ତାକୁ ଆମେ ହଷ୍ଟେଲରେ ନେଇକି ଛାଡ଼ିଦେବୁ, କାରଣ ତା ଦୁଷ୍ଟାମି ଦିନକୁ ଦିନ ବଢ଼ି ଚାଲିଲା। ସେଥିପାଇଁ ତାକୁ ଆମେ ହଷ୍ଟେଲରେ ଛାଡ଼ିଦେଲୁ। ଇଂଲିଶ ମିଡ଼ିୟମରେ ସେ ଏବେ ପଢ଼ୁଛି, ଭଲ ବି ପଢ଼ୁଛି। ଆଶୀର୍ବାଦ କରନ୍ତୁ ମୋ ପୁଅ ଭଲ ପାଠ ପଢ଼ୁ, କାରଣ ସେ ଆମ ଘରର ଗୋଟିଏ ବୋଲି ପୁଅ। ତା ଉପରେ ଆମର ବହୁତ ଆଶା ଅଛି। କେକ୍ କଟା ଆଜି ତା ଜନ୍ମଦିନରେ ସେ ବହୁତ ଖୁସିରେ ଅଛି। ଭଗବାନ କରନ୍ତୁ ଏମିତି ସେ ଖୁସିରେ ରହୁ। ତା ଜନ୍ମଦିନ ପାଇଁ ତା ସାନ ମମି ଆଉ ସାନ ବାବା, ମାନେ ମୋ ସାନ ଭଉଣୀ ଆଉ ଆମ ଘରର ସାନ ଜ୍ୱାଇଁ ବିହାରରୁ ଆସିଛନ୍ତି। ସେ ବିହାରରେ ହିଁ ମ୍ୟାରେଜ୍ କରିଛି, ବିହାରରୁ ହିଁ ସେ ଆସିଛି। ସମସ୍ତେ ତାକୁ ବହୁତ ସାରା ଗିଫ୍ଟ କଲେ, ମୁଁ ବି ଗିଫ୍ଟ କଲି। ଗୋଟେ କହିଲା ନା କ'ଣ, ମମି ମୁଁ ମୋତେ ଗୋଟେ ଶୁ କିଣିଦିଅ। ଶୁ କିଣିଲି, ତା ପାଇଁ ହଳେ ଡ୍ରେସ୍ କିଣିଲି। ଏବେ ଆମ ସାନ ଭଉଣୀ ଆଉ ଆମ ସାନ ଜ୍ୱାଇଁ ତାକୁ ଗିଫ୍ଟ କରୁଛନ୍ତି। ଗିଫ୍ଟରେ କ'ଣ ଅଛି କହିଲ? ବ୍ୟାଡ଼ମିଣ୍ଟନ ପାଇଁ ଦିନ ସାରା ସେ କାନ୍ଦିଲା। କିନ୍ତୁ ମୁଁ ଯେଉଁ ତାକୁ ଗିଫ୍ଟ କଲି ଶୁ ଆଉ ଡ୍ରେସ୍, ସେଇଟା ତା ପାଇଁ ଗିଫ୍ଟ ନୁହଁ। ପରେ ମୋତେ କହିଲା, ତମେ କ'ଣ ମୋତେ ଗିଫ୍ଟ ଦେଇଥିଲ କି? ତା'ର ଅର୍ଥ ହେଲା ମୁଁ ତାକୁ ପ୍ୟାକିଂ କରିକି ତାକୁ ଯଦି ମୁଁ ଗିଫ୍ଟ ଦେଇଥାନ୍ତି, ସେଇଟା ହେଉଛି ତା ପାଇଁ ଗିଫ୍ଟ। ଏମାନେ ସେଇଆ ଭାବିକି ରାତି 10ଟାରେ ଯେତେବେଳେ ସେ କାନ୍ଦିଲା ବ୍ୟାଡ଼ମିଣ୍ଟନ ପାଇଁ, ରାତି 10ଟାରେ ଏଇ ଦୁଇ ଜଣ ଯାଇକି ତା ପାଇଁ ବ୍ୟାଡ଼ମିଣ୍ଟନ କିଣିକି ଆଣିଲେ ଆଉ ତାକୁ ଗିଫ୍ଟ କଲେ। ସମସ୍ତେ କିଛି ନା କିଛି ଜିନିଷ ଆଣିଥିଲେ, ତାକୁ ବହୁତ ସାରା ଦେଲେ। କିଏ ଡ୍ରେସ୍ ଆଣିଥିଲା, ବ୍ୟାଡ଼ମିଣ୍ଟନ ଆଣିଥିଲା। ଆଜି ଆମ ପୁଅର ଜନ୍ମଦିନ, ଜାନୁଆରୀ 1 ତାରିଖ। ଆଉ ଜାନୁଆରୀ 2 ତାରିଖ ହେଉଛି ଆମ ସାନ ଜ୍ୱାଇଁଙ୍କର ଜନ୍ମଦିନ। ଏକା ସାଙ୍ଗରେ 2ଟା କେକ୍ ଆମେ ଆଣିଥିଲୁ। କେକ୍ କଟିଂ ସରିଗଲା ପରେ ଖାଇବାର ଆୟୋଜନ କରାଯାଇଥିଲା। ସମସ୍ତେ ଆମେ ମନ ଭରିକି ଖାଇଲୁ। ଖାଇବାରେ ପୁରୀ, କ୍ଷୀରି, ମିଠା, ପାମ୍ପଡ଼ ଆଉ ଗୋଟେ ମିକ୍ସ ଭେଜ୍ ହେଇଥିଲା। ସମସ୍ତେ ମନ ଭରିକି ଆମେ ଖାଇଲୁ। ଆଉ ଖାଇସାରି ସମସ୍ତେ ଆନନ୍ଦରେ ଖୁସିରେ ସମସ୍ତେ ଗଲେ। ଦେଖା ହେବ ତେବେ ନେକ୍ସଟ ଭିଡ଼ିଓରେ। ଆର ବର୍ଷକୁ ଆଉ ଗୋଟେ ଭିଡ଼ିଓ ମୁଁ କରିବି। ଆର ବର୍ଷକୁ ମୁଁ ନଥିବି, କାରଣ ମୁଁ ବାହାରେ ଥିବି। ତେବେ ସମସ୍ତେ ଭଲରେ ରୁହନ୍ତୁ। ଜଗନ୍ନାଥଙ୍କ ଦୟାରୁ ରହିଲି। ନମସ୍କାର, ଜୟ ଜଗନ୍ନାଥ।